ଜୟ ଜଗନ୍ନାଥ। ସକାଳୁ ଜଗନ୍ନାଥଙ୍କୁ ଦର୍ଶନ କରି ବ୍ରେକଫାଷ୍ଟ କରି ମୁଁ ବାହାରି ଯାଇଥିଲି ମୋର ଅଫିସକୁ। ଅଫିସରେ ଗଲାବେଳେ ଟିକେ ବାହାରୁ ଶିବଙ୍କୁ ଦର୍ଶନ କରିଯାଇଥିଲି। ତାପରେ ଯାଇକି ଅଫିସରେ ଟିକେ କାମ କରି ପୁଣି ଲଞ୍ଚ ପାଇଁ ଆସିଯାଇଥିଲି। ଲଞ୍ଚ ସାରି ପୁଣି ଅଫିସରେ ଯାଇ ଆମ ପିଲାମାନେ ଦେଖିପାରୁଥିବେ ପ୍ୟାକିଂ କରୁଛନ୍ତି ପ୍ରଡ଼କ୍ଟ। ସୋ ଆମର ଗୋଟେ ଡେଲିଭରି ଥିଲା ଆଜି ବି। ସୋ ଆମକୁ ମଞ୍ଚେଶ୍ୱର ଯିବାର ଥିଲା। ତାପରେ ପୁଣି କିଛି ସମୟ ମୁଁ କିଛି କାମ କରିଥିଲି। କାମ କଲା ପରେ ଆମେ ବାହାରି ଯାଇଥିଲୁ ଭିଆରଏଲ୍ ମଞ୍ଚେଶ୍ୱରରେ। ମୋର ଗୋଟେ ପ୍ରଡ଼କ୍ଟ ଡେଲିଭରି ଥିଲା ବାୟୋକିଲ୍ ଭି, ଯେଉଁଟାକି ପଲ୍ଟ୍ରିରେ ଗୋଟେ ଆଣ୍ଟିଭାଇରାଲ ପ୍ରିଭେଣ୍ଟିଭ୍, ଆଉ ଯେଉଁଟାକି ବହୁତ ଭଲ କାମ କରୁଛି। ଆପଣ ଦେଖିପାରୁଥିବେ ଜାତୀୟ ପତାକା ଉଡ଼ୁଛି କିଟ୍ରେ। ତାପରେ ମଞ୍ଚେଶ୍ୱର ଯିବା ରାସ୍ତାରେ ଆମେ ବହୁତ ସାରା କଥା ବି ହେଇଥିଲୁ, କେମିତି କ'ଣ ହେବ କ'ଣ ପ୍ଲାନ୍ ହେବ। ଆଉ ଯେହେତୁ ଆମର ଗୋଟେ ନୂଆ ପ୍ରୋଜେକ୍ଟ ବି ଏବେ ଆସିଛି, ତାପରେ ଆମେ ଯାଇକି ଭିଆରଏଲ୍ରେ ପହଞ୍ଚି ଯାଇଥିଲୁ। ଭିଆରଏଲ୍ରେ ପ୍ରଡ଼କ୍ଟଟା ପ୍ରଡ଼କ୍ଟ ଦେଇସାରିଥିଲୁ। ଦେଇସାରିକି ତାପରେ ରିଟର୍ନ କରିଥିଲୁ। ରିଟର୍ନ ଗଲାବେଳେ ମଞ୍ଚେଶ୍ୱର ରେଲୱେ କ୍ରସିଂରେ ଟିକେ ଅପେକ୍ଷା କରିଥିଲୁ। ତାପରେ ଆମେ ବାଟରେ ଅଣ୍ଡା ଖାଇଥିଲୁ। ଅଣ୍ଡା ସିଝା ଟିକେ ଖାଇଦେଇଥିଲୁ। ଅଣ୍ଡା ସିଝା ଖାଇସାରିକି ତାପରେ ଆମେ ଭାବିଥିଲୁ କ'ଣ କରିବା। ଭାଇ କହିଲେ, ଯେହେତୁ ଘରେ ତାଙ୍କର ଖରାପ ହେଇଯାଇଥିଲା ଇଣ୍ଡକ୍ସନ୍, ଗୋଟେ ଇଣ୍ଡକ୍ସନ୍ କିଣିଲେ। ଡମଣାରୁ ଗୋଟେ ଇଣ୍ଡକ୍ସନ୍ କିଣି ନା ସେ ପ୍ରେଷ୍ଟିଜ୍ର କିଣିନୁ, ଅନଲାଇନ୍ରୁ ବହୁତ ଭଲ ରେଟ୍ରେ ଆମକୁ ମିଳିଲା। ତ ଇଣ୍ଡକ୍ସନ୍ କିଣି ସାରିଲା ପରେ ଆମେ ସଳେଶ୍ୱର ବିହାରରେ ଭାଇଙ୍କର ମୋବାଇଲ କଭର୍ ପକାଇବା ପାଇଁ ତାଙ୍କ କଭର୍ ନଥିଲା, ଗ୍ଲାସ୍ ବି ନଥିଲା, ପକାଇକି ରିଟର୍ନ କରିଥିଲୁ କେସ୍ ବିଟିକି। ତାପରେ କିଟ୍ରେ ପହଞ୍ଚିକି ଟିଭିଆଇ ପହଞ୍ଚିଲା ପରେ ଦେଖା ହେଇଥିଲେ ଉନ୍ମୋଦ, ଚନ୍ଦନ, ତାଙ୍କ ସହିତ ଟିକେ କଥା ହୋଇ ତାପରେ ବ୍ୟାଗ୍ ଫ୍ୟାଗ୍ ଧରିକି ଆସିଲା ବେଳେ ପୁଣି ଉନ୍ମୋଦକୁ ଭାଇଙ୍କୁ ବାଏ କରିକି ଆସିକି ମୁଁ ପହଞ୍ଚି ଯାଇଥିଲି ମୋର ରୁମ୍ରେ ପହଞ୍ଚିଲା ବେଳକୁ ମା ବି ଜଗନ୍ନାଥ ଟିଭି ଦେଖୁଥିଲା। ଦେଖିସାରି ତାପରେ ଖାଇକି ଆମେ ଶୋଇଲୁ। ଆଉ ଜୟ ଜଗନ୍ନାଥ।